देखुछन ना केते डेलीशियस ହେଇଛି। এই टेस्टी चिकेन कषाକୁ ବନେଇବା ପାଇଁ ଆପଣଙ୍କୁ ବାହାରର କୌଣସି ପାଉଡର ମସଲା ଦରକାର ପଡ଼ିବନି। ଘରେ ଥିବା ବେସିକ୍ ମସଲାରେ ଆପଣମାନେ ୟାକୁ ବନେଇ ପାରିବେ ଅତି ସହଜରେ କମ୍ ସମୟରେ। ନିହାତି ଟ୍ରାଏ କରିବେ। ଚିକେନ କଷା ବନେଇବା ପାଇଁ ଏଠି ମୁଁ ନେଇଛି 1200 ଗ୍ରାମର ଚିକେନ। ଚିକେନକୁ ଭଲ ଭାବରେ ଧୋଇକି ଏକ୍ସେସ୍ ପାଣିକୁ ବାହାର କରିନେଇଛି। ଏ ଟେଷ୍ଟି ଚିକେନ କଷା ବନେଇବା ପାଇଁ ଗୋଟେ ସ୍ପେଶାଲ ମସଲା ବନେଇବା, ସେଥିପାଇଁ ଏଠି ମୁଁ 2 ବଡ଼ ଚାମଚ ନେଇଛି ଗୋଟା ଧନିଆ, ଗୋଟେ ବଡ଼ ଚାମଚ ନେଇଛି ଗୋଟା ଜିରା, ଆଉ ଅଧା ଛୋଟ ଚାମଚ ନେଇଛି ଗୋଲମରିଚ। ଆପଣମାନେ କେତେ ଚିକେନ ନେଇଥିବେ ସେଇ ହିସାବରେ ମସଲା କମ୍ ଅଧିକା କରିକି ନେବେ। ତା ସହିତ ଏଠି ମୁଁ 2-3 ଖଣ୍ଡ ଡାଳଚିନି ଦେଇଦେଉଛି, ଆଉ 7-8ଟା ଲବଙ୍ଗ। ଏହା ସହିତ ରାଗ ପାଇଁ 2-3ଟି ଶୁଖିଲା ଲଙ୍କା, ରାଗ ନିଜ ହିସାବରେ ଆପଣମାନେ ରଖିବେ। 3-4ଟି ଗୁଜୁରାତି ପକେଇବା। ଏବେ ଆମେ ଏସବୁକୁ ଶୁଖିଲାରେ ଗ୍ରାଇଣ୍ଡ କରିକି ନେଇ ଆସିବା। ଏଇଭଳି ପାଉଡର ହେଇଯିବ। ଏବେ ଆମେ ଏଥିରେ ରସୁଣ ଦେବା। ଗୋଟେ ଗୋଟା ରସୁଣର ଯେତିକି କୋଲା ବାହାରିଲା ସେତିକି ଏଠି ମୁଁ ନେଇଛି। ତା ସହିତ ଏଠି ଆମେ 1.5 ଇଞ୍ଚ ପାଖାପାଖି ପକେଇବା ଅଦା। ଅଦାକୁ ଛୋଟ ଛୋଟ କରି କାଟିକି ପକେଇବା। ପାଣି ଦେବାନି, ଏମିତି ଶୁଖିଲାରେ ହିଁ ୟାକୁ ଗ୍ରାଇଣ୍ଡ କରିକି ନେଇ ଆସିବା। ଏମିତି କିଛି ଏଠି ମସଲା ଆମର ରେଡ଼ି ହେଇଗଲା। ଏଇଭଳି ମସଲା ଆପଣମାନେ ବନେଇକି ଚିକେନ କଷା ବନେଇବେ, ଦେଖିବେ ଭାରି ସ୍ୱାଦିଆ ଲାଗିବ। जो ଚିକେନ ଆମେ ଧୋଇକି ରଖିଥିଲେ ସେଇଥିରେ ସବୁ ମସଲାକୁ ପକାଇଦେବା। ତା ସହିତ ଗୋଟେ ଚାମଚ ହଳଦୀ ଗୁଣ୍ଡ, ସ୍ୱାଦ ଅନୁଯାୟୀ ଏଠି ଆମେ ଲୁଣ ଦେଇଦେବା। ରାଗ ପାଇଁ ମୁଁ ଶୁଖିଲା ଲଙ୍କା ଗୋଲମରିଚ ନେଇଛି। କଲର୍ ପାଇଁ ଏଠି ଗୋଟେ ଚାମଚ କାଶ୍ମୀର ରେଡ୍ ଚିଲି ଦେଉଛି, ଏଇଟା ବିଲକୁଲ ଅପସନାଲ ଅଛି। ତା ସହିତ ଗୋଟେ ଚାମଚ କସୁରୀ ମେଥି ଦେଇଦେବା। ଏବେ ଆମେ ଏଥିରେ ଏକଦମ ପତଳା ପତଳା ଲମ୍ବା ଲମ୍ବା କରି କାଟିକି ପିଆଜ ପକାଇବା। ଏଇଠି ମୁଁ 1200 ଗ୍ରାମର ଚିକେନ ପାଇଁ 350 ଗ୍ରାମର ପିଆଜ ନେଇଛି। ଯଦି 1 କିଲୋ ଚିକେନ ନେଉଥିବେ ନା 200ରୁ 250 ଗ୍ରାମ ପିଆଜ ନେଇଯିବେ। ଏବେ ଆମେ ସବୁକୁ ହାତରେ ଭଲ ଭାବରେ ଗୋଳେଇ ନେବା। ଦର୍ଶକ ବନ୍ଧୁ, ଆଜିର ଏହି ରେସିପି ଯଦି ଆପଣଙ୍କୁ ପସନ୍ଦ ଆସୁଛି, ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ଯଦି ଆପଣମାନେ ନୂଆ ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ଫଲୋ ତ ନିଶ୍ଚୟ କରିବେ। ଏଠି ଦେଖନ୍ତୁ ମୁଁ ଆକୁ ଭଲ ଭାବରେ ଗୋଳେଇ ନେଇଛି। ଏବେ ଆମେ କ'ଣ କରିବା ନା ଆକୁ କଭର କରିକି 15 ମିନିଟ୍ ପାଇଁ ରେଷ୍ଟ ଦେବା। ଆପଣ ଚାହିଁଲେ ସାଙ୍ଗେ ସାଙ୍ଗେ ମଧ୍ୟ ବନେଇ ପାରିବେ। ଆଉ ଏପଟେ ଫ୍ଲେମ୍ ଅନ୍ କରିକି ଗୋଟେ କଡ଼େଇ ମୁଁ ବସେଇଛି। କଡ଼େଇ ଗରମ ହେଇଗଲା ପରେ ପାଖାପାଖି 60ରୁ 70 ml ଏଥିରେ ମୁଁ ଦେଉଛି ସୋରିଷ ତେଲ। ତେଲକୁ ବହୁତ ଭଲ ଭାବରେ ଗରମ କରିବା, ଧୂଆଁ ବାହାରିଲା ଭଳି। ତାପରେ ଆମେ ଯେଉଁ ମ୍ୟାରିନେଟ୍ କରିକି ରଖିଥିଲେ ଚିକେନ, ତାକୁ ତେଲରେ ପକାଇବା। ଏ ରେସିପି ପାଇଁ ଆପଣମାନେ ସୋରିଷ ତେଲ ହିଁ ନେବେ। ଆଉ ହାଇ ଫ୍ଲେମ୍ରେ ଆମେ କ'ଣ କରିବା ନା ଚିକେନକୁ 3ରୁ 4 ମିନିଟ୍ ପର୍ଯ୍ୟନ୍ତ ଏପଟ ସେପଟ କରିକି ଭାଜି ନେବା। ଯେହେତୁ ଆମେ କୌଣସି ମସଲାକୁ ଏଠି କଷିକି ନେଉନେ, ସବୁ କଞ୍ଚା ହିଁ ଅଛି, ସେଥିପାଇଁ ଆମେ ଏମିତି ହାଇ ଫ୍ଲେମ୍ରେ ଟିକେ ଭାଜିଦେଲେ ଟେଷ୍ଟ ଭଲ ଆସିବ। ମାନେ ଆମର ଯେଉଁ ଚିକେନଟା ନା ସିଝାଣିଆ ଲାଗିବନି। ଯେହେତୁ ଚିକେନକୁ ଆମେ ହାଇ ଫ୍ଲେମ୍ରେ ଏଠି 3-4 ମିନିଟ୍ ଭାଜିବା, ସେଥିପାଇଁ କିଛି କିଛି ସେକେଣ୍ଡ ଗ୍ୟାପ୍ରେ ଆପଣମାନେ ଗୋଳେଇ ନେଉଥିବେ। ଏଇଭଳି 3-4 ମିନିଟ୍ ହାଇ ଫ୍ଲେମ୍ରେ ଭାଜିଲା ପରେ ଦେଖିବେ ଚିକେନ ଉପରଟା ଟିକେ ସିଲ୍ ହେଇଯିବ, ମାନେ ଟିକେ ଟାଣ ଲାଗିବ ଉପରଟା। ତା ସହିତ ଏଥିରୁ ପାଣି ବାହାରିବା ଷ୍ଟାର୍ଟ ହେବ। ଏଇ ଯେଉଁ ପାଣି ଗୁଡ଼ାକ ଦେଖୁଛନ୍ତି, ଆମର ପିଆଜ ଯେହେତୁ କଞ୍ଚା ଥିଲା ସେଥିରୁ ବାହାରିଛି, ତା ସହିତ ଚିକେନରୁ ମଧ୍ୟ ବାହାରିଛି। ଏଇଭଳି ଷ୍ଟେଜ୍କୁ ଯେତେବେଳେ ଚିକେନ ପଳେଇ ଆସିବ, ପୂର୍ବରୁ ଆମେ ହାଇରେ ରଖିକି ଭାଜୁଥିଲେ, ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଲୋ ମିଡ଼ିୟମକୁ ନେଇ ଆସିବା। ଆଉ ଘୋଡ଼େଇ ଘୋଡ଼େଇ ଆକୁ ଆମେ କଷିବା ବା ଚିକେନ ଭଲ ଭାବରେ ସିଝିଲା ପର୍ଯ୍ୟନ୍ତ ଆମେ ଆକୁ ସିଝେଇବା। ପାଣି ଦେବା ଦରକାର ନାହିଁ ବିଲକୁଲ ବି। କିନ୍ତୁ କଭର କାଢ଼ିକି ଆମକୁ ମଝିରେ ମଝିରେ ଟିକେ ଟିକେ ଗୋଳେଇବାର ଅଛି, ନହେଲେ କ'ଣ ହେବ ନା ଚିକେନଟା ତଳୁ ଲାଗିଯାଇପାରେ। ଏଇଭଳି କିଛି ସମୟ ରାନ୍ଧିଲା ପରେ ଯେତେବେଳେ ଚିକେନଟା ଭଲ ଭାବରେ ସିଝି ଆସିବ, ଦେଖିବେ ଯାହା ବି ସବୁ ପାଣି ବାହାରିଥିବ ସେ ପାଣି ଶୁଖିଯିବ। ଆଉ ଚିକେନରେ ଯେଉଁ ଓରିଜିନାଲ ଫ୍ୟାଟ୍ ବା ତେଲିଆ ଅଂଶଟା ଉପରକୁ ଚାଲି ଆସିବ ଏଇଭଳି ଭାବରେ। ଏଇଭଳି ଚିକେନ ସିଝି ଆସିଲା ପରେ ଏଥିରେ ଆମେ ଗୋଟେ ମିଡ଼ିୟମ୍ ସାଇଜ୍ର କଟା ହେଇଥିବା ଟମାଟୋକୁ ପକାଇବା। ଆଉ ଟିକେ ଗୋଳେଇ ନେବା। ଆଉ ଅଳ୍ପ କିଛି ସମୟ ଆକୁ ଏମିତି ଘୋଡ଼େଇ ଘୋଡ଼େଇ ଲୋ ଫ୍ଲେମ୍ରେ ରାନ୍ଧି ନେବା। କୌଣସି ପ୍ରକାରର ଏକ୍ସଟ୍ରା ଏଥିରେ ଗରମ ମସଲା ବା ଚିକେନ ମସଲା ପକାଇବା ଦରକାର ନାହିଁ। ଆମେ ଯେତିକି ମସଲା ଏଥିରେ ଦେଇଛେ ସେତିକିରେ ହିଁ ବହୁତ ବଢ଼ିଆ ଚିକେନ କଷା ତିଆରି ହେବ, ଟେଷ୍ଟି ଲାଗିବ। ଏଇଠି ଦେଖନ୍ତୁ ଆମର ଚିକେନ କଷା ଏକଦମ ରେଡ଼ି ହେଇଯାଇଛି। ଆଉ କେତେ ଡେଲିସିୟସ୍ ଲାଗୁଛି ଆପଣମାନେ ଦେଖିପାରୁଥିବେ। ଆଉ ଚିକେନକୁ କେବେ ବି ଓଭର କୁକ୍ କରିବେନି, ଟେଷ୍ଟ ଭଲ ଲାଗିବନି। ମାନେ ସିଝିଥିବ ଗୋଟା ଗୋଟା ହେଇକି ଥିବ ସେମିତି ରଖିବେ। ଦେଖନ୍ତୁ କେତେ ଲଟପଟିଆ ହେଇଛି, ବହୁତ ବଢ଼ିଆ ଦେଖାହେଉଛି ନା। ଲାଷ୍ଟରେ ଆପଣ ଚାହିଁଲେ କଟା ହେଇଥିବା କିଛି ଧନିଆ ପତ୍ର ପକାଇ ନେବେ। ଏଠି ମୁଁ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରି ନେଇଛି। ରେଡ଼ି ହେଇଗଲା ଏଠି ଆମର ଟେଷ୍ଟି ଚିକେନ କଷା। ଏଇ ଉପାୟରେ ବନାନ୍ତୁ। କେମିତି ଲାଗିଲା ଆପଣଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତାହେଲେ ଆଜି ପାଇଁ ରହୁଛି, ପୁଣି ଆସିବି ଆଉ ଗୋଟେ ନୂଆ ରେସିପି ନେଇକି। ସେହି ପର୍ଯ୍ୟନ୍ତ ରହିଲି, ନମସ୍କାର, ବାଏ।